ओम नमो भगवते वासुदेवाय। चतुर्थाध्याय उद्धवोवाच। एबे विदुर शुण सुखे जे जदु राजा रात्रि मुखे बारुणी मद्य कले पान तेणु होइले हत ज्ञान मन हरिले मद्य दोषे भोल होइले बुद्धि भ्रंशे मर्म भेदन दुष्ट वाक्य कंदल कले के रजनी अर्धे जदु बळे कंदल जुधे नाश गले तक्षणे आत्मा माया गति विश्वासी प्रभु दासरथी मिलिले सरस्वती कूले बळे अच्युत तरुमूले निज वंशर बोध पाई आज्ञा जे देले भावग्राही मोते बोइले सुख मने चल तू बदरिकाश्रमे किंतु मु तांक कूल क्षय बुझी पारिली अभिप्राय ताहांक पद विशेषण सहजे होई मु अक्षम तक्षणे कृष्ण आज्ञा पाई पद कमले मन देई तीर्थ गमने करी मन चाहिले कृष्णर बदन श्याम सुंदर कृष्ण वर्ण प्रशांत अरुण लोचन चतुर भुजे शस्त्र सोहे पीतवसन मन मोहे दक्षिण पाद वाम जंघे तृतीयासन मन रंगे एबे हो कुरु वीर शुण मैत्रेय मिलिले तक्षण व्यास मुनिक सखा होन्ति आनंदे भुवने भ्रमन्ति तक्षणे कृष्ण पासे जाई पादे नमिले शिर देई मुनिगणक अनुरागे केबा कहिले कृष्ण भागे मैत्रेय शुण मो वचन मोहि जानई तोर मन दुर्लभ ज्ञान देवी तोते संसारु तरी बुझे मन्ते पूर्वे ब्रह्मार यज्ञशाळे सकल बसी एक मेळे लभिले जोग अष्टनिधि मोर चरणे ज्ञान विवधि ए जोग सर्व पूर्वे सिद्धि यज्ञ प्रकारे सर्व साधि तहि वैराग्य दृढ़ चिंती से धर्म स्वधर्म छाड़ती विषय रसे भोग चिंती सुख सनक ज्ञान चिंती भक्ति वैराग्य तार नाही जे बाल भिवे अबा काही ए ज्ञान ब्रह्मार समीपे मोहि कहिली ब्रह्म कल्पे तू ता ब्रह्म ज्ञानर महिमा करन्ति जारे आनसीमा एणु पंडित मुनि जने
ଦୃଢ଼େ ବିଚାରି ଅନୁମାନେ ଏ ଭାଗବତ ଧର୍ମ ଚିନ୍ତି ଏ ଭବ ଜଳୁ ତରି ଯାନ୍ତି ଏମନ୍ତ ପରମ ବଚନ ଅମୃତ ଶୁଣିଣ ମୋ ମନ ତା ଅନୁଗ୍ରହ ପ୍ରତିକ୍ଷଣେ କଳ୍ପିଲା ତାହାର ସ୍ମରଣେ କୃଷ୍ଣର ସ୍ନେହେ ମୋହ ଦେହି ରୋମ ପୁଲକେ ତନୁ ବହି କର ଯୁଗଳ ଦେଇ ମୁଣ୍ଡେ କହ ସେ ବାଳକର ତୁଣ୍ଡେ ଭୋନାଥ ମୋର ପାଦ ପଦ୍ମେ ଯେ ପ୍ରାଣୀ ଭଜିଲେ ଆନନ୍ଦେ ତାଙ୍କୁ ଏ ଅଶେଷ ଜଗତେ ଧର୍ମାର୍ଥ କାମ ମୋକ୍ଷର୍ଥେ ଦୁର୍ଲଭ ନୋହେ ଲଭିବାର ଏ ନିଶ୍ଚୟ ମୋହର ବିଚାର ମୋହର ଏଣେ ଆଶା ନାହିଁ ତଥାପି ତୋ ପାଦେ ଭଜଇ ନିଷ୍କ୍ରିୟ ହୋଇ କର୍ମ କରୁ ଅଜ ହୋଇଣ ଦେହ ଧରୁ ତୁ ନିଜେ କାଳ ରୂପୀ ହୋଇ ଶତ୍ରୁ ଭୟରେ ଦୁର୍ଗା ଧ୍ୟାଇ ତୁ ନିଜେ ଆତ୍ମହତ ହୋଇ ବହୁ ସ୍ଥିରରେ ମନ ଦେଇ ଏସବୁ ବ୍ୟାପାର ଦେଖିଣ ପଣ୍ଡିତେ ହେଲେ ହତ ଜ୍ଞାନ ମରଣା ଅର୍ଥେ ମୋତେ ରାଇ ଆଗରେ ସମୀପେ ବସାଇ ସ୍ୱଭାବେ ଅକୁଣ୍ଠିତ ବୁଦ୍ଧି ଅଖଣ୍ଡ ଆତ୍ମା ଜ୍ଞାନ ସିଦ୍ଧି ସର୍ବଜ୍ଞ ବାକ୍ୟ ଯାର ତହି ସେ କିମ୍ପା ମୋତେ ପଚାରଇ ଏଣୁ ମୋ ମନେ ଖେଦ ପାଇ ତୋ ମାୟା ଗଗନେ ଭ୍ରମଇ ତୁ ଯେ ଆତ୍ମା ଜ୍ଞାନ ତୁ ଏକାନ୍ତେ କହିଲୁ ବ୍ରହ୍ମାର ଗ୍ରତେ ମୁଁ ଯେତେ ଶୁଣିବାକୁ କ୍ଷମ କହ ହେ ପୁରୁଷ ଉତ୍ତମ ଯେ ଜ୍ଞାନ ମାର୍ଗେ ତୋତେ ଚିନ୍ତି ଏ ମାୟା ସଂସାରୁ ତରନ୍ତି ଏମନ୍ତେ ପଚାରନ୍ତେ ମୁହିଁ ସେ କୃଷ୍ଣ ମୋତେ ଦୟା ବହି ମାୟାରେ ତହିଁ ନିଜ ଜ୍ଞାନ କହିଲେ କମଳ ଲୋଚନ ସେ ତୀର୍ଥ ପାଦ ଜଗନ୍ନାଥ ମୋହର ହୃଦେ ଆରାଧିତ ସେ ହରି ଗୁରୁ ଜ୍ଞାନ ପାଇ ଶ୍ରୀପାଦ ପଦ୍ମେ ଶିର ଦେଇ ତାର ବିଚ୍ଛେଦ ଆତ୍ମା ମୋର କ୍ଷଣେ ହୃଦୟ ନୁହେଁ ସ୍ଥିର ତାର ବିଯୋଗେ ଆତ ଜାତ ତା ପାଦ ଦେଖିବା ନିମିତ୍ତ ବଦ୍ରିକାଶ୍ରମ ମଣ୍ଡଳେ ନର ନାରାୟଣଙ୍କ ମୂଳେ ଏ ନର ଲୋକେ ଶୁଦ୍ଧି ଅର୍ଥେ ତପ ଆରାଧି ଦୃଢ଼ ଚିତେ ଅଛନ୍ତି ନର ନାରାୟଣ ସୁକ ବୋଲନ୍ତି ରାଏ ଶୁଣ ଶ୍ରୀ ଶୁକ ଉବାଚ ଏମନ୍ତେ ବନ୍ଧୁ ଜନବାଣୀ ଉଦ୍ଧବ ମୁଖୁ ତାହା ଶୁଣି ଦୁଃସହ ଦୁଃଖ ମନ ସ୍ଥିର ଯେ ଜ୍ଞାନ ହରିଲା ବିଦୁର କହିଣ ଉଦ୍ଧବ ଚଜନ୍ତେ ବିଦୁର ପଡ଼େ ପାଦ ଗତେ ପୁଣି ବିଶ୍ୱାସେ ତାଙ୍କୁ କହି ବୋଲେ ଚରଣେ ଶିର ଦେଇ ବିଦୁର ଉବାଚ
ଉଦ୍ଧବ ଶୁଣ ମୋ ବଚନ, ତୋର ଠାକୁର ଭଗବାନ। ଯେ ଜ୍ଞାନ କହିଛନ୍ତି ତୋତେ, ଉଦ୍ଧବ କହ ମୋ ଗ୍ରତେ। ଯେ ନର ଜ୍ଞାନ ଧ୍ୟାନ ଭୋଳେ, ପଶନ୍ତି ତା ପାଦ କମଳେ। ଉଦ୍ଧବ ଉବାଚ ଶୁଣ ବିଦୁର ମୋ ବଚନ, ଯେ ଯୋଗେଶ୍ୱର ତତ୍ତ୍ୱଜ୍ଞାନ। ଜୀବନ ଛାଡ଼ିବାର ବେଳେ, ମୈତ୍ରେୟ ମୁନିଙ୍କ ସୁମେଳେ। ସମ୍ପୂର୍ଣ୍ଣ ଜ୍ଞାନ ତାଙ୍କୁ ଦେଲେ, ନିଜ ଭୁବନେ ବିଜେ କଲେ। ତୁ ଏବେ ଚଳ ତାର ପାଶେ, ନିର୍ମଳ ଭକ୍ତି ଉପଦେଶେ। ସେ ତୋତେ ଦେବେ ଦିବ୍ୟ ଜ୍ଞାନ, ଏମନ୍ତେ କହିବେ ନିଜନ। ପୁଳିନେ ବଞ୍ଚିଲେ ରଜନୀ, ନିଶ୍ଚଳେ ହରି ଭାବ ଘେନି। ବନ୍ଧୁ ବିଯୋଗ ପାଶୋରିଲେ, କୃଷ୍ଣ ଚରଣେ ଧ୍ୟାନ କଲେ। ଏମନ୍ତେ ପାହିଲା ରଜନୀ, କୃଷ୍ଣ ଭକତି ଭାବ ଘେନି। ଉଦ୍ଧବ ଗଲା ତୋ ସମନେ, ମିଳିଲା ବଦରିକାଶ୍ରମେ। ପରୀକ୍ଷା ଶୁକ ମୁନି କହି, ଭାବେ ଚରଣେ ଶିର ଦେଇ। ଭୋନାଥ ଅସମ୍ଭବ ବାଣୀ, ମୁହିଁ ଯେ ତୁମ୍ଭ ମୁଖୁ ଶୁଣି। ସଂଶୟ ହୋଇଲା ମୋ ମନେ, ପୁଛଇ ତୁମ୍ଭ ସନ୍ନିଧାନେ। ବ୍ରାହ୍ମଣ ସାପେ ଯଦୁ ବଳେ, ନାସିଲେ ରଣେ ମଦ ଭୋଳେ। ରଥି ଯେ ଯୂଥପତି, କେବେ ରଣେ ନ ହାରନ୍ତି। ଉଦ୍ଧବ ଚଳିଲେ କେମନ୍ତେ, ଏ ବଡ଼ ସଂଶୟ ମୋ ଚିତେ। ଯହିଁ ଗୋବିନ୍ଦ ଦେହ ଗଲା, କେମନ୍ତେ ଉଦ୍ଧବ ରହିଲା। ଶ୍ରୀଶୁକ ଉବାଚ ଶୁଣି କହନ୍ତି ଶୁକ ମୁନି, ଆନନ୍ଦେ କୃଷ୍ଣ ଭାବ ଘେନି। ବ୍ରାହ୍ମଣ ବାକ୍ୟ ଉପଦେଶେ, ନିଶ୍ଚେଦ ହିବୁ ଯଦୁବଂଶେ। ଏମନ୍ତେ ଭାଳି ଭାବଗ୍ରାହୀ, ନିକଟେ ଉଦ୍ଧବ ବସାଇ। ଆତ୍ମାର ତାରଣ ପ୍ରମାଣୀ, ମନେ ଚିନ୍ତିଲେ ଚକ୍ରପାଣି। ଏ ମୋର ତତ୍ତ୍ୱଜ୍ଞାନ ଫଳେ, ମୋ ସଙ୍ଗେ ଯିବ ମୁହିଁ ଗଲେ। ଏ ଜ୍ଞାନ ଦେଲେ ମୁଁ ଉଦ୍ଧବେ, ପ୍ରାଣୀ ତରିବେ ଏହି ଭାବେ। ଏମନ୍ତେ ମନେ ବିଚାରିଲେ, ଉଦ୍ଧବ ତତ୍ତ୍ୱଜ୍ଞାନ ଦେଲେ। ବୋଇଲେ ସାଧୁ ତତ୍ତ୍ୱଜ୍ଞାନ, ଏବେ ଉଦ୍ଧବ ମୋର ସାମ। ଏ ଆତ୍ମା ପ୍ରାଣୀକୁ ବୁଝାଇ, ଏଣୁ ତୁ ନର ଲୋକେ ରହି। ଏଣୁ ତ ଲକ୍ଷ୍ୟ ଗୁରୁ ହରି, ଜ୍ଞାନେ ଉଦ୍ଧବଙ୍କୁ ଧରି। ଏଣୁ ଗୋବିନ୍ଦ ବୋଲେ ଗଲା, ବଦ୍ରିକା ଆଶ୍ରମେ ମିଳିଲା। ସମାଧି କରି ଘୋର ବନେ, ପଶିଲା କୃଷ୍ଣର ଚରଣେ। ଏମନ୍ତେ ଉଦ୍ଧବର ବାଣୀ, ବିଦୁର ସାବଧାନେ ଶୁଣି। କୃଷ୍ଣର ଲୀଳା ଅବତାର, ଯେ ଗୁଣ ଗାଥା ସୂକ୍ଷ୍ମ ସାର।
ଶରୀର ଛାଡ଼ିଲା ଯେ ମନ୍ତେ ଏ ସର୍ବ କଥା ସ୍ମରିଚିତେ। କୃଷ୍ଣର ସ୍ନେହ ବନ୍ଧ କ୍ଷୀଣ ଚଳନ୍ତେ କରଇ ରୋଦନ। କେତେ ଦିନ ବନେ ଗଲା କାଳିନ୍ଦୀ ନିକଟେ ମିଳିଲା। ତହୁଁ ଚଳିଲା ଗଙ୍ଗା ତୀରେ ମୈତ୍ରେୟ ମୁନି ଅନୁସାରେ। କହଇ ବିପ୍ର ଜଗନ୍ନାଥ ତୃତୀୟ ସ୍କନ୍ଧେ ଭାଗବତ। ବିଦୁର ଉଦ୍ଧବ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ସୁଜନେ ଏଣେ ଦିନ ବଞ୍ଚ କୃଷ୍ଣ ଭକତି ହୃଦେ ସଞ୍ଚ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ ଚତୁର୍ଥୋଧ୍ୟାୟ। ଓମ୍ ନମୋ ଭଗବତେ ବାସୁଦେବାୟ।